ଏଇ 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 ଉଠୁନୁ ଆଜି ପା ହାଟ ଶଳା ଅଛି ନା ଦୁନିଆରୁ ପଳେଇଲା ବେ। ଏଇ ମା ଏଇ ଘରମଣି ଉଠୁନ ଶଳା ବଞ୍ଚିଛି ବେ। ଆରେ ଆଜି ହାଟ ପା ହାଟକୁ କଣ କଣ ଆଣିବୁ କହୁନୁ ମତେ। ଆଳୁ ପିଆଜ ଆଳୁ ଆଳୁ 3 ଦିନ ତଳେ ଆଳୁ 5 କିଲୋ ଆଳୁ ଆଣିଥିଲି ଟି ସରିଗଲା। ଆରେ ବାବୁ କମ ଆଳୁ ଖାଅ, କମ ଆଳୁ ଖାଇନେ ଡାଇବେଟିସ ହବନି। ତମେ ବୁଝିପାରୁନ କଥା। ହଉ ଆଳୁ ଆଉ ପରିବା ଆଣିବ। ପରିବା ପରିବା କି ପରିବା ଆସିବ? ଟମାଟୋ ବିଲାତି। ର ର ର ର ତୁ ଏଡେ ଟମାଟୋ ଖାଇ ପାରିଲି ନା। ଟମାଟୋ 100 ଟଙ୍କା କିଲୋ। ତ ପାଟିରୁ ଆଗେ ଟମାଟୋ ଟା ବାହାରି ପଡିଲା। ଆଉ କାହିଁ କହୁନୁ ଯେ କୁନ୍ଦୁରି ଟା ଆଣିବ, କାହିଁକିନା କୁନ୍ଦୁରି ହଉଛି କମ ରେଟ୍। ଟମାଟୋ ମୁଟା 80 ଟଙ୍କା କିଲୋ। ଟମାଟୋ ମୁଟାକୁ ଆଗେ ତମର ଦରକାର, କାହିଁକିନା ସେ ନାଲିଆ ନାଲିଆ ଭଲ ଦୁସେ ତ। ହଉ କୁହ ତାପରେ କୁହ ଖରିକି ମୁଁ ଜିମି ହାଟକୁ ଜିମି। ମେଘ ଆସିଲାଣି। ଜହ୍ନି ପୋଟଳ ଜହ୍ନି ମାନେ ଲମ୍ବା ଟାକୁ ଭଲ ଲାଗେ ତମକୁ ନା? ବାଇଗଣ। ହଉ ହଁ ସିଏ ବି ତ ଲମ୍ବା। ହଉ କହିଯାଅ। ଭେଣ୍ଡି ଭେଣ୍ଡି ସିଏ ବି ଲମ୍ବା। ହଉ ଆଉ ଆଉ ପୁଇ ଖଡା। ହଁ ପୁଇଟାକୁ ତମେ ଭଲ କାହିଁକିନା ପୁଇଟା ହଉଛି ଭାରି ନାଳୁଆ ଜିନିଷ। ନାଳୁଆ ଜିନିଷ ଟାକୁ ଟିକେ ଭଲ ଲାଗେ ସ୍ତ୍ରୀ ଲୋକଟାକୁ। ନାଳୁଆ ଜିନିଷ ଖାଇତେ ସ୍ତ୍ରୀ ଲୋକଟାକୁ ନାଳ ଆଉ ତାପରେ ସୁଜନା ଛୁଇଁ। ଆଚ୍ଛା ମାଛ କି ମାଛ ଆଣିବି? ଲୁଣି ମାଛ ନା ମଧୁର ମାଛ? ଲୁଣି ମାଛ ଆସିବ। କଣ୍ଟା ବାଲା ନା ବେକଟା ବାଲା? କଣ୍ଟା ବାଲା ଆଣିବି। କଣ୍ଟା ବାଲା ତାମାନେ ତୁ ଖାଇବା ପାଇଁ କହୁଛୁ। ଛୁଆ ମାନେ ତ ଖାଇପାରିବେନି କଣ୍ଟା। ଅଧିକା ତୁ ଖାଇବୁ। କଣ୍ଟା ମାଛଟା ଆଣିଲେ ଛୁଆ ମାନେ ଖାଇବେନି, ତୁ ଅଧିକା ଖାଇବୁ। ସେଇ କାଇଦାର କଥାଟା କହୁଛନ୍ତି ଆଉ। ହଉ ଆଉ ଆଉ କଣ ଆଣିବ? ତେଲ ଆଣିବ। ତେଲ ପରା 3 ଦିନ ତଳେ କିଲେ ଆଣିଥିଲି। ତମେ ସଂସାରୀ କରିପାରିବନି। ଏତେ ସଂସାର ତମେ କଲେ ଠିକ ହବ ନା। ଆରେ ତେଲ ତମେ କେମିତି ତେଲ ପକଉଛ ତରକାରୀ ମତେ ଟିକେ କୁହନି। ତେଲଟା ତରକାରୀ କେମିତି ପକୁଛ କୁହ ଟିକେ ମତେ। ବୋତଲ ମାନେ? ଆରେ ମୋ କଥାଟା ତୁ ମାନିବୁ ଟି? এই যে জানছো না এই যে হসপিটালে যে হেমাপাতি মিলুଛି ପ୍ଲାଷ୍ଟିକ ବୋତଲ ଛୋଟ ଛୋଟ, ସେ ବୋତଲ ମୁଁ ଆଜି ବଜାରରୁ ନେଇ ଆସିମି। ସେ ବୋତଲ ତେଲ ଢାଳିଦବୁ, ତା ଅଗର ଗୋଟେ ଛୁଞ୍ଚିର କଣା କରିଦବୁ। ସବୁଛ ନା? କଣା କରିଦବୁ। କଣା କରିଦେଇକି କଢାରେ ଏରକ ବୁଲେଇବୁ। 3 ଫେରା ବୁଲେଇ ଦବୁ ହେଲା। ତାପରେ ଟିକେ ପାଣି ଛିଟିକା ମାରିଦବୁ। ସେଇନ ତୁ ପରିବା ରାନ୍ଧି ଖାଇବୁ। ତୋ ଦେହ କେତେ ମାନେ ସୁସ୍ଥ ରହିବ, ଆଉ ଫୁର୍ତ୍ତି ଦେଖିବ। ଆଉ ସବୁ ବେଶୀ ତେଲ ଖାଆନି। ମୁଁ ଭାବୁଛୁ ମୁଁ ତେଲ 3 କିଲୋ ମାନେ 3 ଦିନକୁ କିଲୋ ତେଲ ଦେଉଛି କିସ ପାଇଁ? ଶଳା ଇଏ ତେଲ ଖାଇ ଖାଇ ମୋର ଦେଖୁଛ ଖାଲି ତେଲ। ଆରେ ଯା ମୁଁ କହୁଛୁ ତେଲ କାହିଁକି ମୋ ପେଟ ଚର୍ବି ହେଇ ପଡୁଛି। ଆରେ ବେଶୀ ତେଲ ଖାଇନେ ଚର୍ବି ହବ। କମ ତେଲ ଖାଇବ, ସିଝା ଜିନିଷ ଖାଇବ, ଦେନେ ସବୁ କଥା ସୁବିଧା। ଡାକ୍ତରକୁ ଦବ ପଇସା, ବୁଝିପାରୁଛ ନା? ଭଲ ଭଲ ଖାଇବ, ପଇସା ନବ ଡାକ୍ତର। ଆଉ କଣ ଆଣିବି? ରସୁଣ ଫୁଟଣ। ଆଚ୍ଛା ଆଚ୍ଛା ଛୁଆମାନଙ୍କୁ ଖାଇବା ଜିନିଷ କଣ ଆଣିବି? ମିକ୍ସଚର ଆସିବ, ଆଉ ଦହିବରା, ବିରିବରା, ଦହିବରା ପୁଣି ବିରିବରା। ସିଙ୍ଗଡା ଟା କାହିଁକି ଛାଡିଲ? ଗୋଟେ କାମ କରୁନ, ଛୁଆ ଗୁଡା ତ ବଡ ବଡ ହେଇଗଲାଣି। ଯାହାର ଛୁଆ ପିଲା ନାହିଁ ତାଙ୍କୁ ଦେଇଦେଲେ ତ ଭଲ ହୁଅନ୍ତା। ଦେଇଦବା। ପୁଣି ଆମେ ଯେତେବେଳେ ଛୁଆ ଜନ୍ମ କରିବା ଫେର ଛୋଟ ହେଇଥିବ, ସେ କ୍ଷୀର ଖାଇବ। ସିଏ ଆଉ ଏତେ ଜିନିଷ ଖାଇବନି, ପଇସା ଖର୍ଚ୍ଚ ହବନି। ନା କଣ କହୁଛ? ହବ ତ? ଆଉ ତାହେଲେ ଏତିକି ଜିନିଷ ଆସିବ, ଆଉ କିଛି ଆସିବନି? ହଉ ମୁଁ ହାଟକୁ ଯାଉଛି। ହାଟରୁ ଆସିଲେ ଗୋଟେ ବଡ ମାଛ ଆଣିବି, ଆଉ କମ ତେଲରେ ବନେଇବି। ବୁଝିପାରିଲୁ? କମ ତେଲରେ ବନେଇବୁ। ଆଜି ରାତିରେ ଖାଇବା।
ଦେଖିବ ମୁଁ କମ୍ ତେଲରେ ରାନ୍ଧିବ କେମିତି ଟେଷ୍ଟ ହବ, ବେଶୀ ତେଲରେ ରାନ୍ଧିଲେ କେମିତି ଟେଷ୍ଟ ହବ ମତେ ଖାଇକି କହିବ। ବୁଝିପାରିଲ? ମୁଁ ଯାଉଛି ହାଟକୁ, ଫେରିଲେ ତୁମର। ବୁଝିପାରିଲେ? ଆଚ୍ଛା, ମୁଁ ଯାଉଛି, ଘଣ୍ଟେ ଭିତରେ ଘୁରି ଆସିବି। ବୁଝିପାରିଲ? ଆଉ ଶୁଅନି, ଘର ଦ୍ୱାର ଝାଟ, ସଞ୍ଜ ଦବ, ଆଉ ଶୁଅନି। ତମେ ତ ଆଜି ପଖାଳ ଶାଗ ଖାଇଛ, ତଳି ମାଡୁଆ ହେଇଛି, ସେଇଥିପାଇଁ ଶୋଇଛ ଆଉ। ତମର ଆଉ ଚିନ୍ତା କିସ? ଗୋଟେ ଧନ୍ଦା ଚଲିଛ ସେଟା, ଖାଇବ ଶୋଇବ, ଆଉ ମୁଁ ତ ଇନକମ୍ କରିକି ଆଣିକି ଦଉଛୁ, ତମେ ଖାଉଛ ଆଉ। ହଉ ମୁଁ ଯାଉଛି।